नमस्कार, गुड मॉर्निंग, सुप्रभात, जय आरसीएम। जय सीएम सुप्रभात। बहुत बहुत धन्यवाद आपको समस्तଙ୍କୁ। आ, ଆଜି ସେହତ କି ସିତାରେ ଆଉ ସେହତ ମିତ୍ର ଉପରେ ଗୁରୁକୁଳରେ ବହୁତ ଚର୍ଚ୍ଚା ବି ହେଲା। ଆଉ ଏ ଚର୍ଚ୍ଚା ବି ସମସ୍ତେ ଶୁଣିବା ବି ନିହାତି ଆବଶ୍ୟକ। ୟା ଦ୍ୱାରା ଆମେ ନିଜର ସ୍ୱାସ୍ଥ୍ୟକୁ ବି ନିଜେ ଠିକ ରଖିପାରିବା, ଆଉ ତା ସହିତ ଇଏ ସମାଜର ସ୍ୱାସ୍ଥ୍ୟକୁ ବି ଠିକ ରଖିପାରିବା। କାହିଁକି ନା ଇଏ ବର୍ଷ ଆମର ସ୍ୱାସ୍ଥ୍ୟ କ୍ରାନ୍ତି ବର୍ଷ ହିସାବରେ ନିଆଯାଇଛି। ତ ୟାକୁ ଠିକ ଭାବରେ ଆମେ ଯଦି ପାଳନ କରିବା ତାହେଲେ ଆମେ ଆଗକୁ ବହୁତ ଆମେ ବଢିପାରିବା। ସେଥିଲାଗି ଆ, ନିଜର ଦୃଢ ସଂକଳ୍ପ ନିହାତି ଦରକାର। ଯଦି ଆମେ ଦୃଢ ସଂକଳ୍ପ ଆମେ ନଉଛେ କି ଆମେ ନିଜର ସ୍ୱାସ୍ଥ୍ୟକୁ ପ୍ରଥମେ ଠିକ ରଖିବା, ତା ସହିତ ଆମେ ଦୁନିଆର ସ୍ୱାସ୍ଥ୍ୟକୁ ଠିକ ରଖିବା। ଯୋଉ ସମାଜରେ ଆମେ ବସୁଛେ, ଯାହା ସାଙ୍ଗରେ ଆମେ ମିଶୁଛେ, ଯାହା ସହିତ କଥା ହେଲେ ଆମକୁ ଟିକେ ଭଲ ଲାଗୁଛି, ଆମକୁ ଟିକେ ଶାନ୍ତି ଲାଗୁଛି, ଆମର ମନର କଥା ଆମେ ତାକୁ କହିପାରୁଛେ, ତ ତାର ବି ସ୍ୱାସ୍ଥ୍ୟ ଭଲ ରହିବା ନିହାତି ଜରୁରୀ। ତ ସେଥିଲାଗି ଆଜି ମନୀଷା ମ୍ୟାଡାମ ବହୁତ ସାରା ଟିପ୍ସ ଆମକୁ ଦେଇଦେଲେ। ଆମ ଭିତରେ ବହୁତ ସାରା ସାଥୀ ନିଜର ହେଲ୍ଥକୁ ଚେକଅପ୍ କରିକି ଲିଙ୍କ ଯୋଉ ଦିଆଯାଇଥିଲା, ସେ ସେହତ କି ସିତାରେ ଯୋଉ ଲିଙ୍କ ଦିଆହେଇଥିଲା, ସେମାନେ ଅଲରେଡି ଅପଲୋଡ କରିସାରିଲେଣି, ତାଙ୍କ ପରିବାରର ବି କରିସାରିଲେଣି। ଆଉ ସେପଟରୁ ଫୋନ ବି ଆସି ସାରିଲାଣି ଯେ କେବଳ ଆମର ସଂସ୍ଥା ତରଫରୁ କେବଳ ଏ କାମ ହଉନି ଯେ ଆମେ ଅପଲୋଡ କରିଦଉଛେ, ସେପଟରୁ ରେସ୍ପଣ୍ଡ କିଛି ନାହିଁ। ସେପଟେ ରେସ୍ପଣ୍ଡ ବି ଆସୁଛି, ସେମାନେ ଫୋନ ବି କରୁଛନ୍ତି ଯେ ଆପଣ ସିଡ୍ସ ର ଫର୍ମୁଲାକୁ ପାଳନ କରୁଛନ୍ତି କି ନାହିଁ। ମୋ ପାଖକୁ ବି ଫୋନ ଆସିଛି। ମୁଁ ବି ନିଜେ ସେଦିନ ନମିତା ମ୍ୟାଡାମକୁ ବି କହୁଥିଲେ, ତାଙ୍କ ପାଖକୁ ବି ଫୋନ ଆସି ସାରିଛି ଯେ ଆପଣ ସିଡ୍ସ ର ଫର୍ମୁଲାକୁ ପାଳନ କରୁଛନ୍ତି କି ନାହିଁ, ଆପଣଙ୍କ ନିଜ ସ୍ୱାସ୍ଥ୍ୟ ଉପରେ ନିଜେ ଯତ୍ନ ନେଉଛନ୍ତି କି ନାହିଁ। ତ ଇଏ ଗୋଟେ ବହୁତ ବଡ କଥା। ଏଇ ଯୋଉ ଭାବନା ଆ, ହୁଏତ ଆପଣଙ୍କୁ ଆଉ କୋଉଠି ମିଳିପାରିବନି। ଇଏ ଯାହାକି ଆମକୁ ଏଇ ଯେ ଏଇ ଆରସିଏମ ଭଳି ଗୋଟେ ମହାନ ଅଭିଯାନରେ ଇଏ ଆମକୁ ମିଳିପାରୁଛି। ତ ୟା ଦ୍ୱାରା ଆମେ ସମ୍ପୂର୍ଣ୍ଣ ଭାରତବର୍ଷରେ ଆମେ ଗୋଟେ ସ୍ୱାସ୍ଥ୍ୟ କ୍ରାନ୍ତି ଆମେ କରିଦେଇ ପାରିବା। ସବୁଠୁ ବଡ କଥା, ଏନିମିଆରୁ ମୁକ୍ତି, 15 କୋଟି ମହିଳାଙ୍କୁ ଯୋଉ ସୁସ୍ଥ ରଖିବା ପାଇଁ ଯୋଉ ପ୍ରକାରର ଟାର୍ଗେଟ ଆମେ ନେଇଛେ, ଯୋଉ ପ୍ରକାରର ସଂକଳ୍ପ ଆମେ ନେଇଛେ, ତ ସେ ସଂକଳ୍ପକୁ ପ୍ରଥମେ ପୁରା କରିବା ନିହାତି ଆବଶ୍ୟକ। ଲ୍ୟାବ ମାନଙ୍କ ସହିତ ବି କଥା ବି ହେଇସାରିଛେ। ଲ୍ୟାବ ବି ଇଣ୍ଟରେଷ୍ଟେଡ ଅଛନ୍ତି ଯେ ସେ ଜାଗାରେ ଆସିକି ହେଲ୍ଥ ଚେକଅପ୍ କରିବା ପାଇଁ। ଯୋଉଠି 50-60 ଟଙ୍କାରେ ଅନ୍ୟାନ୍ୟ ଲ୍ୟାବ ମାନେ ଆମର ମନୋଭାବକୁ ଯୋଉ ଲ୍ୟାବ ମାନେ ବୁଝି ପାରୁନାହାନ୍ତି, ହୁଏତ ଆମେ କୌଣସି ନା କୌଣସି କ୍ଷେତ୍ରରେ ଆମେ ବି କମରେ ଅଛେ, ଆମେ କହିପାରିନେ ନା ଠିକ ଭାବରେ ଆମର ମନୋଭାବ ତାଙ୍କ ଆଗରେ ସେୟାର କରିପାରିନେ। ତ ସେମାନେ ତ ତାଙ୍କର ପ୍ରଫେସନାଲ ହବା ସ୍ୱାଭାବିକ କଥା, କିନ୍ତୁ ଆମେ ଯଦି ସେମାନଙ୍କ ସାଙ୍ଗରେ ଡିସ୍କସନ କରିବା ଯେ ଆମେ ଗୋଟେ ସ୍ୱାସ୍ଥ୍ୟ କ୍ରାନ୍ତି ବର୍ଷ ହିସାବରେ ଆମେ ଏଇ ବର୍ଷକୁ ନେଇଛୁ, ଯେଉଁଥିରେ କି ଲୋକମାନଙ୍କୁ ସେବା କରୁଛୁ, ଲୋକମାନଙ୍କର ହେଲ୍ଥ ଚେକଅପ୍ କରୁଛୁ, ତାଙ୍କୁ ପରାମର୍ଶ ବି ଆମେ ଦଉଛୁ, ତା ଦ୍ୱାରା ସେମାନେ ସୁସ୍ଥ କେମିତି ରହିବେ, ତ ସେ ବିଷୟରେ ବି ତାଙ୍କ ସହିତ ଆମେ ଲଗାତାର ପ୍ରୟାସ ବି କରୁଛୁ। ତ ଏଇ ଯୋଉ ଅଭିଯାନରେ ଆପଣ ଟିକେ ଯଦି ସହଯୋଗ କରିବେ, ତାହେଲେ ଆପଣଙ୍କର ବି ଉପକାର ହବ, ଆପଣଙ୍କର ବି ଗୋଟେ ଭଗବାନଙ୍କର ଆଶୀର୍ବାଦ ବି ମିଳିବ। ତ ତାଙ୍କୁ ସେ କଥା କହିଲେ, ପଇସା ତ ସବୁବେଳେ ଆମେ ରୋଜଗାର କରୁଛେ, କିନ୍ତୁ ଉପକାର ଆମେ ଯେତେବେଳେ କରିବା, ତ ଇଏ ଭାବନା ଯଦି ଆମେ ତାଙ୍କୁ ଜଣେଇ ପାରିଲେ ତ ବହୁତ ବଡ କଥା। ତା ଛଡା କିଛି ଲ୍ୟାବ ବି ଏବେ ବି ଅଛନ୍ତି। କଟକରେ ଜଣେ ଲ୍ୟାବ ଭାଇ, ସିଏ ବି ଆମ ସାଙ୍ଗରେ ଅଛନ୍ତି। ସିଏ କହୁଛନ୍ତି, ସେଦିନ ମୋର ଦେଖା ହେଇଥିଲେ, ହିମୋଗ୍ଲୋବିନ ଟେଷ୍ଟ ଯୋଉଠି କି 60 ଟଙ୍କା, କୋଉଠି 50 ଟଙ୍କା ଏଇ ରେଟରେ ଆସୁଛି, ସେ କହୁଛନ୍ତି ଯେ ମୁଁ 20 ଟଙ୍କାରେ ମୁଁ ହିମୋଗ୍ଲୋବିନ ଟେଷ୍ଟ କରିଦେବି। ମୁଁ ତାଙ୍କୁ ପଚାରିଲି, ମୁଁ କହିଲି ଯଦି କ୍ୟାମ୍ପ ଆମେ ଭୁବନେଶ୍ୱରରେ ଲଗେଇବୁ ତାହେଲେ ଆପଣ ଆସିବେ? କହିଲେ ହଁ, ମତେ ଛୁଟି ଦିନ ଦେଖିକି, ସେ ନିଜେ ବି ଜବ୍ କରିଛନ୍ତି, ମତେ ଛୁଟି ଦିନ ଦେଖିକି ଆପଣ ମାନେ ଡାକନ୍ତୁ, ଆପଣ କ୍ୟାମ୍ପ ଲଗାନ୍ତୁ, ମୁଁ ଆପଣଙ୍କର ସେବା କରିବା ପାଇଁ ମୁଁ ରେଡି ଅଛି। ଦେଖନ୍ତୁ ଏତେ ମହାନ ଚିନ୍ତାଧାରା। ତ ଆମେ ବହୁତ କମ ଲୋକଙ୍କ ଭିତରେ ଥାନ୍ତି। ତ ଆମ ଭିତରେ ଆମେ ଡକ୍ଟରଙ୍କୁ ଇନଭଲ୍ଭ ବି କରିବା, ବହୁତ ସାରା କାମ କରିବା। କିନ୍ତୁ ସବୁଠୁ ବଡ କଥା ଯେ ସଂଗଠନର ଶକ୍ତି, ଯଦି ଆମେ ସଂଗଠନ ବହୁତ ବଡ ଆକାରରେ ନ କରିବା,
ତାହେଲେ ଇଏ ଯାହା ବି ଆମେ ଯୋଜନା କରୁଛେ ତାହେଲେ ସେ ଯୋଜନା ସଫଳ ବି ହବନି। ତ ସେଥିଲାଗି ତୟାରୀ ନିହାତି ଦରକାର, ସେଥିଲାଗି ପ୍ରିପାରେସନ ନିହାତି ଦରକାର। ଆମେ ଯଦି ପ୍ରିପେୟାର ବହୁତ ଭଲ ଭାବରେ ହେଇପାରିବା ତାହେଲେ ଆମେ ବହୁତ ବଡ଼ କାମ ଆମେ କରିଦେଇ ପାରିବା। ତ ସେଥିଲାଗି ଆଜି ଗୋଟିଏ ଜିନିଷ ଆମେ ଯଦି ସଂକଳ୍ପ ନେବା ଯେ ଆମେ ସଂଗଠନକୁ ମଜବୁତ କରିବା, ତାକି ଆମର ପରିବାର ହୁଅନ୍ତୁ, ଆମର ଯେଉଁମାନଙ୍କ ସାଙ୍ଗରେ ଆମେ ମିଶୁଛେ ସେଇମାନଙ୍କୁ ନେଇକି ଆମେ ଗୋଟେ ଗ୍ରୁପ ଆମେ ତିଆରି କରିବା, ଯୋଉ ଗ୍ରୁପ କି ଆମେ ଲୋକମାନଙ୍କର ସେବା କରିବା। ଆମେ ତ ପ୍ରତ୍ୟେକ ଦିନ ପଇସା ରୋଜଗାର କରିବାରେ ବ୍ୟସ୍ତ ଅଛେ, କିନ୍ତୁ ସେବା କରିବାର ଯଦି ମନ ଗୋଟେ ଦିନ ଆମେ ଚିନ୍ତା କରିବା ଯେ ସପ୍ତାହରେ ଗୋଟେ ଦିନ ଆମେ ସେବା କରିବା, ତାହେଲେ ଆମେ କରିପାରିବା। ତ ତ ୟା ଦ୍ୱାରା ବହୁତ ସାରା ଲୋକଙ୍କର ବି ସ୍ୱାସ୍ଥ୍ୟରେ ବି ଉନ୍ନତି ଘଟିବ। ଆଉ ଆପଣମାନଙ୍କର ବି ଆମମାନଙ୍କ ପ୍ରତି ବି ଯୋଉ ପରମାତ୍ମାଙ୍କର ଗୋଟେ ଆଶୀର୍ବାଦ ବି ଆମ ପାଖରେ ରହିବ। ତ ତା ପାଇଁ ଆଜି ମନୀଷା ମ୍ୟାଡ଼ାମ ବହୁତ ସାରା ଟିପ୍ସ ବି ଆମକୁ ଦେଲେ। ତ ସେ ଟିପ୍ସକୁ ବି ମାନେ ନିଜେ ଆପ୍ଲାଏ କରିବା ନିହାତି ଦରକାର। ଯେମିତିକି ସେହତ କି ସୀତାରେ ରୁ ଆରମ୍ଭ କରିବା ଦରକାର, ନିଜର ସ୍ୱାସ୍ଥ୍ୟକୁ ଠିକ ରଖିବା, ପ୍ରଫେସନାଲ ଡ୍ରେସ୍ କୋଡ୍ ରହିବା ଦରକାର, ଗୋଟେ ଭଲ ଡ୍ରେସ୍ କୋଡ୍ ରହିବା ଦରକାର, ଟୁଲ୍ସ ବି ଆମ ପାଖରେ ରହିବା ଦରକାର ଯୋଉଟା କି ଆମର ଆବଶ୍ୟକ ହବ। सबसे पहले सेहत का बुक भी ନିହାତି ରହିବା ଦରକାର। ଆଉ ଲୋକଙ୍କୁ ନିଜର ଭାବିକି ଆମେ କଥା କହିବା, ତାକି ଆମର ମାନେ ଆମର ଭାବନା ସେମାନଙ୍କ ପାଖରେ ପହଞ୍ଚି ଯାଇପାରିବ। ତ ଲ୍ୟାବ୍ ଆସିଷ୍ଟାଣ୍ଟକୁ ଇନଭାଇଟ୍ କରିବା ଆଉ ଭଲ ରେଟ୍ରେ ସେମାନଙ୍କୁ କରିବା। ତା ସହିତ ପରାମର୍ଶ ଦେବା ଭଳି କାଉନସିଲର ବି ରହିବା ନିହାତି ଦରକାର, ଯେଉଁମାନେ କି ଟିକେ ପରାମର୍ଶ ଦେଇପାରିବେ, ଡକ୍ଟର୍ସ ଯିଏକି ସିଟ୍ସ ବିଷୟରେ ଜାଣିଥିବେ ସେମାନଙ୍କୁ ବି ପ୍ରଭାବଶାଳୀ ବ୍ୟକ୍ତି ମାଧ୍ୟମରେ ତାଙ୍କୁ ଇନଭାଇଟ୍ କରିବା, ତାକି ସେ ବି ସେବା ଗତିବିଧିକୁ ଆମେ ଆଗକୁ ବଢ଼ିବା। ଗୋଟେ ଜାଗାରେ 3 ଥର ଆମେ କ୍ୟାମ୍ପ କରିବା। ଫାଷ୍ଟ ଆମେ ସେଠି ଲ୍ୟାବ୍ ରିପୋର୍ଟ ତା ସହିତ ଫଲୋଅପ୍ କରିବା, ଇଏ ବି ନିହାତି ଦରକାର। ଆଉ ବହୁତ ସାରା ଟୁଲ୍ସ ଭିତରେ ଯେମିତିକି ସବସେ ପେହଲେ ସେହତର ବୁକ୍, ପ୍ରଡକ୍ଟ ସଜେସନ୍ ବୁକ୍, ତା ସହିତ ହିମୋଗ୍ଲୋବିନ୍ ଏଷ୍ଟିମେସନ୍ ବୁକ୍, ବଡି ସ୍କାନର ତ ନିହାତି ରହିବା ଦରକାର। ଆଉ ତା ସହିତ ଗୋଟେ ଟେପ୍ ଇଞ୍ଚ ଅଣ୍ଟାର ସାଇଜ ଆଉ ପେଟ ଭାଗର ସାଇଜକୁ ମାପିବା ପାଇଁ ଟେପ୍ ଇଞ୍ଚ ବି ଗୋଟେ ଦରକାର। ତା ସହିତ ନିଜର ସ୍ୱାସ୍ଥ୍ୟକୁ ଜାଣିବା ପାଇଁ ଗୋଟେ ବହି ବି ଅଛି, ତା ବିଷୟରେ ବି ଗୋଟେ ବହି ଅଛି, ଆଉ 7ଟା କ୍ୱେଶ୍ଚିନ୍ ବି ଅଛି, ଆଉ ବ୍ୟାନର। ଏତିକି ତ ନିହାତି ଦରକାର। କିନ୍ତୁ ଇଏ ସବୁ ତ ହବ, କିନ୍ତୁ ସବୁଠୁ ପ୍ରଥମେ ହଉଛି ନିଜର ସଂଗଠନ। ଯଦି ଆମେ ସଂଗଠନକୁ ମଜବୁତ କରିଦେଲେ ଇଏ ସବୁ କାମ ଆମର ଇଏ ସହଜରେ ହେଇଯାଇପାରିବ। ତ ଆଜି ଆମେ ଡିସ୍କସନ କରିବା ଯେ ୟା ଉପରେ ଆମର ଡିସ୍କସନ ଚାଲିଛି, ତ କଣ କାହାର କେତେ ତୟାରୀ ଅଛି, ତ ତା ଉପରେ ଡିସ୍କସନ କରିବା। ତ ଆ ପୂର୍ବରୁ ମୁଁ ଫାଷ୍ଟ ଇନଭାଇଟ୍ କରିବି ଆମର ଗୁରୁଦେବ ଆର୍ କେ ଚାନ୍ଦ ସାର୍ଙ୍କୁ। ସାର୍, ଆପଣଙ୍କ ବିଚାର। नमस्कार सर। नमस्ते जय सिंह रचना। ସାର୍ ଅନମ୍ୟୁଟ୍ କରନ୍ତୁ ସାର୍, ଚାନ୍ଦ ସାର୍। ହଁ ସାର୍, ହେଇଗଲା। नमस्कार ସାର୍ ନମସ୍କାର। नमस्कार समस्त जय सिंह। नमस्कार जय आरसीएम। आपण माने आजिर गुरुकुल रे तो सब भल भाबे शिखिले जानिले सब एबे कोन करिवा होची बड़ कथा। कोन शिखिले आमे वर्तमान डिस्कशन जो करिवा कोन शिखिले आमे जदी कहिवा त समय चली जो कोन करिवा सेई कथा ही कोन करिवा संकल्प सब नै छथि। जो जो संकल्प से माने नै छथि जो आपण माने मध्ये सुनि छथि सेई भली भाबे आमे संकल्प नवा कोन करिवा आमे। तो हेल्थ कैंप ऊपर बहुत भी गुरुत्व दिया जायछि। हेल्थ कैंप रो को प्रकार सिस्टम से विषय रे बहुत बढ़िया करी मनीषा मैडम बुझी छथि। आपण माने से स्क्रीनशॉट केते हम बाहर करछि, आपण माने ताको आउथरे देखि दे हेल्थ कैंप को केमति भाबे करिया पड़ियो। ସେଥିରେ ଆଉ ଆପଣ ଦେଖିଥିବେ ମୁଁ ଯୋଉଟା ବାରବାର କହୁଥିଲି ଯେ ଆମେ ଯୋଉଠି ହେଲ୍ଥ କ୍ୟାମ୍ପ କରିବା ସେଠି ମାନେ 3-4 ଥର ନିଶ୍ଚିତ ଭାବେ କରିବାକୁ ପଡିବ। ତ ସେଇ କଥା ମଧ୍ୟ ମନୀଷା ମ୍ୟାଡାମ କହିଛନ୍ତି, 3 ଥର ମିନିମମ୍ 3 ଥର
ସେଠି 3 ଥର ନ କରିବେ, ସେଇ ଲୋକମାନଙ୍କୁ ଡାକିବେ, ସେଇ ପ୍ରକାର ଭାବରେ 3 ଥର କରିବେ, ଆଉ ନୂଆ ଲୋକ ବି ଆସିବେ ଯଦି, ତାହେଲେ ହେଲ୍ଥ କ୍ୟାମ୍ପର ଯୋଉ ଆମ କରିବାର ଉଦ୍ଦେଶ୍ୟ ଯାହା ପୂରଣ ହବ। ସେଥିରେ ଯୋଉମାନେ ସବୁ ବାର ବାର କରି ଆଟେଣ୍ଡ କରିବେ ସେମାନେ ମଧ୍ୟ ଜାଣିପାରିବେ। ତା ଛଡା କେମିତି ଡ୍ରେସ୍ ହବ, କେମିତି ଭାବରେ ଲୋକଙ୍କୁ ଡାକିବେ, କୋଉ ପ୍ରକାର ଭାବରେ ସେଠି ସବୁ ଆରେଞ୍ଜମେଣ୍ଟ ହବ। ସ୍ୱାସ୍ଥ୍ୟକ୍ରାନ୍ତି ର ଇଏ ବର୍ଷ ଅନୁସାରେ ଆମର ହେଲ୍ଥ କ୍ୟାମ୍ପକୁ ବହୁତ କରିବାକୁ ପଡିବ। ହାଇଜିନ୍ କ୍ୟାମ୍ପେନ୍, ଲେଡିଜ ମାନଙ୍କର ହେଲ୍ଥ କ୍ୟାମ୍ପ, ଜେନେରାଲ ହେଲ୍ଥ କ୍ୟାମ୍ପ, ନ୍ୟୁଟ୍ରିଚାର୍ଜ ସହିତ ଯୋଉ ଆମର ବଡି ଚେକଅପ୍ କରିବା ହେଲ୍ଥ କ୍ୟାମ୍ପ, ସବୁ କେବଳ ହେଲ୍ଥ କ୍ୟାମ୍ପ ବି ମାକ୍ସିମମ୍ କରିବାକୁ ପଡିବ। ହେଲ୍ଥ କ୍ୟାମ୍ପ କଲେ କଣ ହବ ନା ଆମର ସ୍ୱାସ୍ଥ୍ୟ ସଚେତନତା ଚାରିଆଡେ ବିସ୍ତାର କରିବ। ଆମର ଯୋଉ ମାନେ ହେଲ୍ଥ କ୍ରାନ୍ତି, ଯୋଉ ସ୍ୱାସ୍ଥ୍ୟ କ୍ରାନ୍ତି, ତାର ବି ପ୍ରସାର ହବ। ତା ଛଡା କଣ ହବ ନା ଆମର ଇନଡାଇରେକ୍ଟଲି ବିଜନେସ ମଧ୍ୟ ବଢିବ। ଆପଣ ମାନେ 5,000 ବିଜନେସ ଭଲ୍ୟୁମ ମଧ୍ୟ କରିପାରିବେ। ନ୍ୟୁଟ୍ରିଚାର୍ଜ ମଧ୍ୟ 5,000 ବିଜନେସ ଭଲ୍ୟୁମ, ଯୋଉ ଜାନୁଆରୀ ଫେବୃଆରୀ ମାର୍ଚ୍ଚର 3 ମାସ କରିବା ଦରକାର, 5,000 ବିଜନେସ ଭଲ୍ୟୁମରେ ନ୍ୟୁଟ୍ରିଚାର୍ଜ ବେଶୀ ହେଇପାରିବ। ନ୍ୟୁଟ୍ରିଚାର୍ଜରେ 2-3 ହଜାର ହେଇପାରିବ। ଯଦି ହେଲ୍ଥ କ୍ୟାମ୍ପ କରାଯିବ ନା, ଆପଣ ମାନଙ୍କର 5,000 ବିଜନେସ ଭଲ୍ୟୁମ କରିବା ବଡ କଥା ନୁହେଁ, ବେଶୀ ହେଇଯାଇପାରିବ। ଆଉ 3 ମାସ ଧରି ମଧ୍ୟ କରିପାରିବେ ଯଦି ହେଲ୍ଥ କ୍ୟାମ୍ପକୁ ସିରିୟସଲି କରିବେ, ଟିମ୍ ସହିତ, ପୁରା ସିଲେକ୍ଟେଡ ଟିମ୍ ସହିତ କରାଯାଇପାରିବ। ଯଦି ଆପଣ ମାନେ ଏଥିରେ ବହୁତ ସକ୍ସେସ ହେଇପାରିବେ, ଆଉ 5,000 ବିଜନେସ ଭଲ୍ୟୁମ କରିବା ମଧ୍ୟ ବଡ କଥା ହବନି। ତେଣୁ ହେଲ୍ଥ କ୍ୟାମ୍ପ ଆଉ ଥରେ ଭିଡିଓକୁ ଆପଣ ଦେଖନ୍ତୁ, ମନୀଷା ମ୍ୟାଡାମ ହେଲ୍ଥ କ୍ୟାମ୍ପ ଉପରେ କଣ କହୁଛନ୍ତି, ଆଉ ସଂକଳ୍ପ ସେମାନେ କଣ ନଉଛନ୍ତି। ଆପଣ ମାନେ ବର୍ତ୍ତମାନ ବି କହିବେ ଯେତେବେଳେ କଣ ଆମେ ଶିଖିଲେ କଣ ଭଲ ହେବ, କଣ ଉଚିତ, ଏଗୁଡା କିଛି କହିବା ଦରକାର ନାହିଁ। ସମସ୍ତେ ଆମେ ଦେଖିଛୁ, ଜାଣିଛୁ। ତେଣୁ ଆମେ ଏଥିରେ କଣ ସଂକଳ୍ପ ନେଇକି କରିବା, ଆଗକୁ କଣ କଣ ପ୍ଲାନିଂ କରିବା, ସେଇ କଥା ଏବେ କୁହନ୍ତୁ, ବହୁତ ଭଲ ହବ। ଥ୍ୟାଙ୍କ ୟୁ। ଓଭର ଟୁ ସତ୍ୟଦେବ। ବଢିଆ, ବହୁତ ବଢିଆ କଥା ଯେ ଆମେ ସଂକଳ୍ପ କଣ ନବା ତା ଉପରେ ଆଜି ଆମେ କହିବା ଯେ ୟା ଉପରେ ଆମେ କଣ ଯୋଜନା କରିବା। ତ ଆଜି ପର୍ଯ୍ୟନ୍ତ ଆମେ ଯଦି କରିନେ ତ କିଛି ଅସୁବିଧା ନାହିଁ, ଆଜିଠୁ ତ କରିବା। ଆଜି ତ ଆମ ହାତରେ ସମ୍ପର୍କ ଅଛି, ମାନେ ସମୟ ଅଛି। ତ ସାହୁ ଭାଇ। ଆଜି ତ ସବୁ ଜିନିଷ ଜାଣିଛେ, କିନ୍ତୁ ସଂକଳ୍ପ ନେଲୁ ଯେ ଯେ ମାସକୁ 3-4ଟା ମିନିମମ୍ ହେଲ୍ଥ କ୍ୟାମ୍ପ କରିବା। ସେ କରିବା ପାଇଁ ମୁଁ ବି ଆଜି ଶୁଣିଲା ପରେ ସ୍ଥିର କରିଛି ଯେ ଆମେ ନେମାଳରେ ଗୋଟେ କରିବା, କଟକରେ ବି କରିବା, ପ୍ଲସ୍ ଗୋଟେ ଜାରକାରେ କରିବା। 3ଟା ମୋର ସଂକଳ୍ପ ଅଛି। ଏ 3ଟାକୁ ବର୍ତ୍ତମାନ କାର୍ଯ୍ୟରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରଖିବି। କିନ୍ତୁ ଗୋଟେ କଥା, ଯେ ଯୋଉଠି କରିବେ ସେଠି ପ୍ରତି 3 ମାସ ଯାକ କରିବେ। ଆଜ୍ଞା 3 ମାସ ଥରେ କରିଦେବା ଯଦି, ତାହେଲେ ଆମ ସଂକଳ୍ପ ର ଅଧା ରହିବ ହବ। 3 ତେଣୁ ମାସ କରିବା। 3 ମାସର ଅଧିକା କଲେ ବି ଭଲ ହବ। ଆଜ୍ଞା ସେଇଭଳି ସଂକଳ୍ପ ନିଅନ୍ତୁ। ଆଜ୍ଞା ଆଜ୍ଞା। ବହୁତ ବଢିଆ କଥା। ତ ଯୋଉ ଜାଗାରେ ବି ଆମେ କରିବା ସେଇ ଜାଗାରେ 4-5 ଜଣ ସାଥୀ ଆମ ସାଙ୍ଗରେ ରହିଥିବା ନିହାତି ଜରୁରୀ। ତ ସେମାନଙ୍କୁ ଆଜ୍ଞା ଆଜ୍ଞା ଆ, ସେମାନଙ୍କ ମାଧ୍ୟମରେ ଆମେ ସକ୍ସେସ୍ ବି ହେଇଯାଇ ପାରିବା। ଆଗରୁ ଯେମିତିକି ଆମକୁ ଚାନ୍ସର ଦଉଥିଲେ, ଲିଫଲେଟ୍ ଦଉଥିଲେ, ଆମେ ସେ ଲିଫଲେଟ୍ ମାଧ୍ୟମରେ, ସେମାନଙ୍କ ମାଧ୍ୟମରେ ସେ ଏରିଆରେ ସମସ୍ତଙ୍କୁ ବାଣ୍ଟିବା, ତ ବହୁତ ଭଲ ହେଇପାରିବ। ତ ମୋ ମତରେ ଏବେ ଫାଷ୍ଟ ଆମେ ଷ୍ଟାର୍ଟ ଯଦି ଆମେ ହିମୋଗ୍ଲୋବିନ୍ର ଟେଷ୍ଟ ଉପରେ ବି ରଖିବା, ବହୁତ ଭଲ ହେଇପାରିବ। ତ କାରଣ ଆମ ପାଖରେ ଲ୍ୟାବ୍ ଆସିଷ୍ଟାଣ୍ଟ ବି ପ୍ରଶାନ୍ତ ବାବୁ ଆମ ସାଙ୍ଗରେ ବି ଅଛନ୍ତି। ସେ ବି ଆମକୁ ସହଯୋଗ କରିବେ। ମାତ୍ର 20 ଟଙ୍କାରେ ବି ଆପଣଙ୍କର ସେ ଆସିକି, ଦେଖନ୍ତୁ କେତେ ବଢିଆ ଲୋକ ସେ, ଆଜି ଏତେ ଦୂର ଆସିକି ବି ଯୋଉଠିକି ବି ଆପଣ ଡାକିବେ, ସେ କହିଲେ ଆପଣ ଯୋଉଠିକି ଡାକିବେ ଆସିକି ମୁଁ କରିବି, ମାତ୍ର 20 ଟଙ୍କାରେ ସେ କରିଦେବେ। ତ ତା ଛଡା ବି ଆହୁରି ବହୁତ ସାରା ଟେଷ୍ଟ ସେ କହୁଥିଲେ କରିବା ପାଇଁ। ମୁଁ କହିଲି ନାଇଁ, ଆମେ ଗୋଟେ ଗୋଟେ କିରି କରିବା। ତ ସେଥିଲାଗି ମିନିମମ୍ ଗୋଟେ ଜାଗାରେ 50-100 ଯଦି ସାଥୀ ନହେବେ, ତାହେଲେ ସିଏ ଯୋଉ ମହାନ ଉଦ୍ଦେଶ୍ୟ ନେଇକି ଆସୁଛନ୍ତି, ତ ଭଲ ଲାଗିବନି। ତ ସେଥିଲାଗି ବଡ ଗ୍ୟାଦରିଂ ନିହାତି ଦରକାର। ଓକେ, ଆର୍ତ୍ୟପା। ଜୟ ଆସିଏମ୍। ଆମେ ବି ପ୍ଲାନ୍ କରିଛୁ। ପ୍ରବୀଣା ମ୍ୟାଡାମ ସାଙ୍ଗରେ କଥା ହେଇଥିଲି, ଗୀତାଞ୍ଜଳି ମ୍ୟାଡାମ ସାଙ୍ଗରେ ବି କଥା ହେବି। ଉଭୟ ଟିମ୍ର ମୁଁ ପ୍ରବୀଣା ମ୍ୟାଡାମଙ୍କ ଇଏ ତାଙ୍କର HIG C53ରେ କଲେ କଣ ସ୍ପେସେସ୍ ବହୁତ ଅଛି। ଆମେ ନିହାତି 40-50 ଜଣ, ନିହାତି 50 ଜଣ ଡାକିକି ସେଇ ଯେ କଟକରେ ଯିଏ ଜଣେ ମହାନ ଇଏ, ତାଙ୍କ ପାଖରେ ଆମେ ଚିର ସ୍ମରଣୀୟ ହେଇକି ରହିବୁ। ସିଏ ଯଦି ଆସିକି ଆମକୁ ହେଲ୍ପ କରିବେ, ଆମେ ନିହାତି କରିବୁ। ଏ ମାସରେ
लगातार 3 मास भी କରିବାକୁ ମୁଁ ଚାହୁଁଛି। ବାহ, ଏଇଟା ମୁଁ ସଂକଳ୍ପ ନଉଛି ଆଉ ମୁଁ ପୁରା ଫ୍ରି ହେଇକି ସବୁ କରିବି ଆଉ। ଓକେ, ବହୁତ ବଢିଆ। ଆଜି ଭିଡିଓ ମୋଡରେ ଅଛନ୍ତି ନର୍ମଦା ମ୍ୟାଡାମ। ଆଜ୍ଞା, ଆସନ୍ତୁ। ଅନମ୍ୟୁଟ କରନ୍ତୁ। ଅନମ୍ୟୁଟ ଅପସନ, ହଁ, ଅନମ୍ୟୁଟ କରନ୍ତୁ। ଆଜ୍ଞା, ସାର୍ ନମସ୍କାର। ନମସ୍କାର, ଆଜ୍ଞା। ହଉଛି ହେଲ୍ଥ କ୍ୟାମ୍ପଟା ବି ଯୋଉ ହବ ସେଥିରେ ଯୋଗଦାନ କରିକିରି ହେଲ୍ଥ ବିଷୟରେ ଜାଣିବୁ। ତା ଛଡା କେତେ ଲୋକଙ୍କୁ ଧରିକି ଆସିବୁ ସେ ହେଲ୍ଥ କ୍ୟାମ୍ପକୁ, ସେମାନଙ୍କର ବି ହେଲ୍ଥ ଚେକଅପ୍ ହବ, ସେମାନେ ବି ତାଙ୍କ ନିଜର ହେଲ୍ଥ ବିଷୟରେ ଜାଣିପାରିବେ। ତାଙ୍କୁ ହେଲ୍ଥ କ୍ୟାମ୍ପ ଦ୍ୱାରା ଏଇ ସବୁ ଯୋଉ ଉପକାରିତା ହବ ସେଇଟାକୁ ମୁଁ ସଂକଳ୍ପରେ ରଖିଛି। ଆଜ୍ଞା, ବହୁତ ସାରା ଲୋକଙ୍କୁ ଡାକିବା, ସମସ୍ତଙ୍କ ନିଜର ସ୍ୱାସ୍ଥ୍ୟକୁ ଆଗେ, ଆମ ନିଜ ସ୍ୱାସ୍ଥ୍ୟକୁ ଆମେ ଠିକ ରଖିବା, ତା ସହିତ ସମସ୍ତଙ୍କ ସ୍ୱାସ୍ଥ୍ୟକୁ ବି ଠିକ ରଖିବା। ଓକେ, ବହୁତ ବହୁତ ଧନ୍ୟବାଦ। ଆ, ମିନତି ମ୍ୟାଡାମ, ଆଜ୍ଞା। କହିଲୁ ମାନେ ଯୋଉ ହେଲ୍ଥ କ୍ୟାମ୍ପ କଥା କହୁଥିଲା, ଆମେ ଭାବିଥିଲି ଥରେ ଥରେ, କିନ୍ତୁ ମାସରେ 3 ଥର କରିବାକୁ ପଡିବ। ଭଲ ଠିକ ହେଲା ଆମେ ଗୋଟେ ଗୋଟେ କିରି କରିବୁ ଆଉ। ସେ ସୁଗାର ଗୋଟେ କରିବୁ, ତାପରେ ଯୋଉ 3ଟା କରିବୁ ଆଉ 3 ମାସ ଭିତରେ ଆଉ। ମିତାଞ୍ଜଳି ସାଙ୍ଗରେ କଥା ହେଇଛୁ, ଆମେ ଅନ୍ଧମୁଖ ସ୍କୁଲରେ କଲେଜରେ କରିବାକୁ ପଡିବ। ସେଠି ଗୋଟେ ଏମିତି ଭାବୁଛୁ, ତାଙ୍କ ସାଙ୍ଗରେ କଥା ହେଇଯାଉ, କଥା ହେଇକିରି କରିବୁ ଆଉ। ସେଟା ତ ଭଲ, ଚାନ୍ଦ ସାର୍ ବି କହୁଥିଲେ, ଆପଣ ବି କହିଲେ, ଠିକ ଅଛି ଆମେ 3 ଥର କରିଦବୁ ହେଲ୍ଥ କ୍ୟାମ୍ପ ଗୋଟେ। ହଁ, 3ଟା ଟେଷ୍ଟ ନୁହେଁ, ଗୋଟେ ଗୋଟେ ଟେଷ୍ଟ ହବ। ତା- 3 ଥର। ତାର ଦେଖନ୍ତୁ, ଆଜି ଟେଷ୍ଟ ହେଲା ତ ଆଜି ରିପୋର୍ଟ ଆସିବନି। ରିପୋର୍ଟ ଯୋଉଦିନ ଆସିବ ପୁଣି ସେଇ ଡେଟ୍ ଆମେ ପୁଣି ସେ ରିପୋର୍ଟ ଉପରେ ତାଙ୍କ ସାଙ୍ଗରେ କାଉନସିଲିଂ କରିବା, ଲୋକଙ୍କ ସାଙ୍ଗରେ କଥା ହବା। କାରଣ ରିପୋର୍ଟ ଆସିଲେ ତ ଆମେ କିଛି କହିପାରିବା। ଧରନ୍ତୁ ହିମୋଗ୍ଲୋବିନ୍ ର ଟେଷ୍ଟ କରିବା, ତ ହିମୋଗ୍ଲୋବିନ୍ କଣ ଆବଶ୍ୟକତା ଅଛି ତାଙ୍କର ଆମ୍, ମାନେ ଆମ ଶରୀର ଭିତରେ, ତାଙ୍କର ପ୍ରଥମେ ତ ଯାଞ୍ଚ କରିବା ନିହାତି ଦରକାର। ଯାଞ୍ଚ କରିସାରିବା ପରେ ତାଙ୍କର ରିପୋର୍ଟ ଆସିଲେ ତ ଆମେ ତାଙ୍କୁ ପୁଣି କାଉନସିଲିଂ କରିକି ତାଙ୍କର ହିମୋଗ୍ଲୋବିନ୍ କେମିତି ଡେଭଲପ ହବ ସେ ବିଷୟରେ ଆମେ କହିପାରିବା। ତ ଅଛି। ସେଥିଲାଗି ଆମେ 3ଟା ଡେଟ୍ କରିବା, ଯୋଉଥିରେ କି ଆମେ କାଉନସିଲିଂ କରିକି କହିପାରିବା। ଆଉ ତା ସହିତ ଆଉ ଗୋଟେ ଡେଟ୍ କରିବା ଯୋଉଥିରେ କି ତାଙ୍କୁ ଫଲୋଅପ୍ କରିବା, ଯେ ସେ ସୁସ୍ଥ ରହିବା ପାଇଁ ଆମେ ଯାହା ଯାହା ସିଡ୍ସ ର ଫର୍ମୁଲା କହୁଛେ, ସେ କଥା କରୁଛନ୍ତି ନା କରୁନାହାନ୍ତି। ତ ଯଦି କରୁନାହାନ୍ତି ତାଙ୍କୁ ପୁଣି ଆମେ କନଭିନ୍ସ କରିବା ଯେ ଦେଖନ୍ତୁ ଇଏ ସ୍ୱାସ୍ଥ୍ୟ ବହୁତ ବଡ କଥା। ଯଦି କିଏ କହୁଛି ଯେ ମୋ ପାଖରେ ସମୟ ନାହିଁ, ତ ଆଜି ସମୟ ନାହିଁ ଠିକ ଅଛି, ଯଦି ଶରୀର ଚାଲୁଛି ବୋଲି ତ ସମୟ ନାହିଁ। ଯଦି ଶରୀର ବନ୍ଦ ହେଇଗଲା ତାହେଲେ ସମୟ ତ ବହୁତ କିଛି ହେଇପାରିବ। ତ ଇଏ ହଉଛି କଥା। ଆ, ଆଜ୍ଞା, ହେମୋଗ୍ଲୋବିନ୍ କରିବୁ ଆମେ, ଗୋଟେ ଆଶ୍ରମରେ କରିବୁ ଯେତେ ସେଠି। ଶୀଘ୍ର ଯେତେ ଶୀଘ୍ର କରିପାରିବେ ଭଲ କଥା। ଏ ମାସରେ କରିଦବୁ ଆଉ, ଏ ମାସରେ କରିଦବୁ, ହଁ, ଏ ମାସରେ ଚେଷ୍ଟା କରୁଛୁ କରିଦବୁ। ହଁ। ଓକେ, ଥ୍ୟାଙ୍କ ୟୁ। ମନୋଜ ବାବୁ। ସାର୍ ହେଲ୍ଥ କ୍ୟାମ୍ପ ନିଶ୍ଚିତ ଆଜ୍ଞା କରିବି, ଆଉ ସଂକଳ୍ପ ନେଇଛୁ ଆଉ। ଓକେ, ଆପଣ ଯାହା ବି ତ କରନ୍ତି ବହୁତ ଭଲ ଆକାରରେ କରନ୍ତି, ବଡ ଆକାରରେ କରନ୍ତି। ତ ଆଜ୍ଞା, ଆପଣ ଯେତେ ନିଶ୍ଚିତ ଶୀଘ୍ର ନିଶ୍ଚିତ ଫାଇନାଲ ସାର୍, କରିବେ କାଲି ବି ଆକ୍ଚୁଆଲି। ସୁସ୍ୱାଦୁ ବାବୁ ଆସିଥିଲେ ଆଜ୍ଞା। ଆଜ୍ଞା ମୁଁ କହିଲି କି ଆପଣ ଯେତେ ଶୀଘ୍ର ଫାଇନାଲ କରିବେ ତ ସେତେ ଶୀଘ୍ର ହବ। ଆଉ ଯଦି ଆମେ ସେ ଯୋଉ ଲ୍ୟାବ୍ ଆଜ୍ଞା ଆସିଷ୍ଟାଣ୍ଟ ଆପଣଙ୍କ ପାଖରେ ଅଛନ୍ତି, ଯଦି ସେମାନେ ତ କୋଅପରେଟ୍ କରିବେ ତ ବହୁତ ଭଲ କଥା। କିନ୍ତୁ କଟକରେ ଯୋଉ ଲ୍ୟାବ୍ ଆସିଷ୍ଟାଣ୍ଟ ଆମ ସାଙ୍ଗରେ ଅଛନ୍ତି, ସେ ସରକାରୀ ଚାକିରି କରିଛନ୍ତି, ତ ସେ ଛୁଟି ଦିନରେ ହିଁ ଯାଇପାରିବେ। ତ ସେଥିଲାଗି ଆଗରୁ ଡେଟ୍ ଫିକ୍ସ କଲେ ସେ ଆପଣଙ୍କୁ ସହଯୋଗ ଆଜ୍ଞା, କରିବେ। ଓକେ, ନମିତା ମ୍ୟାଡ଼ାମ। ଠିକ ଅଛି ଆଜ୍ଞା। ଆଜ୍ଞା, ଥ୍ୟାଙ୍କ ୟୁ। ନମିତା ମ୍ୟାଡ଼ାମ। ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ନମସ୍କାର। ଆଉ ଆପଣ ତ କହୁଛନ୍ତି ଗୋଟେ କ୍ୟାମ୍ପ କରିବା ପାଇଁ, ଆମେ ଆରି ଭିତରେ ମିନତି ମ୍ୟାଡାମ ତ କହିଲେ, ମିନତି ମ୍ୟାଡାମ, ମୁଁ ଆଉ ମିତାଞ୍ଜଳି ମ୍ୟାଡାମ ମିଶିକିରି ଆଉ ନୟନ ସାର୍ ଅଛନ୍ତି, ଆମେ ଆରି ଭିତରେ ନିଶ୍ଚୟ ଗୋଟେ କ୍ୟାମ୍ପ କରିକିରି ବ୍ଲଡ ବ୍ଲଡ କ୍ୟାମ୍ପ କରିକି ସବୁ ଟେଷ୍ଟ ଗୁଡାକ କରିଦଉ। ମ୍ୟାଡ଼ାମ କେବେ କରିବା? ସାର୍ ଆରି ଭିତରେ ଆମେ ଡିସ୍କସନ କରିବୁ କିଏ ଅଛି କିଏ ନାହିଁ, ଆମେ ଦେଖିକିରି ଆରି ଭିତରେ ମାନେ ରହୁନାହାନ୍ତି ତ, ପ୍ରାୟ ରବିବାର ତ ମିଟିଂ ଅଛି, ସେଠିକି ଯିବୁ, ତାପରେ କରିବୁ ଆଉ। ଆଜି ଆଜି ଯଦି ଡେଟ୍ ଡିସିସନ ହେଇଯିବ ତ ବହୁତ ଭଲ ହବ।
ହଁ ସାର୍ ଆମେ ମିନତି ମ୍ୟାଡାମ କହିବୁ ଆଉ ଟିକେ ବସିକି ୟାକୁ ଆଜି ଯଦି ଫାଇନାଲ କରିବେ ଡେଟ୍, ସମସ୍ତେ ବସିକି ଡିସ୍କସନ କରିକି ହଁ ଡେଟ୍ ଯଦି ମିଶିକିରି ଫାଇନାଲ ଗୋଟେ କରିବେ ବହୁତ ଭଲ କଥା। କାରଣ ଇଏ ରବିବାର ଆକ୍ଚୁଆଲି 18 ତାରିଖ ଅଛି ତ ଆମର ମିଟିଂ ଅଛି। ଆଉ ଆଜ୍ଞା ଆସନ୍ତା ରବିବାର 25 ତାରିଖ ବି ଅଛି ଅ, ଆମର ଜାଗମରା ଆରସିଏମ ସେବା କେନ୍ଦ୍ରରେ ଅଛି ଯେ କିଶୋଲର ଜଣେ ଓଡ଼ିଆ ଟ୍ରେନର, ଲେଡି ଟ୍ରେନର ଆପଏଣ୍ଟମେଣ୍ଟ ଆଜ୍ଞା ହେଇଛନ୍ତି ଆମର ସଂସ୍ଥା ତରଫରୁ। ହୁଁ ତ ସେ ତାଙ୍କର ବହୁତ ଦିନର ପାଖାପାଖି 10-15 ବର୍ଷର ଅଭିଜ୍ଞତା ବି ଅଛି, ବିଭିନ୍ନ କ୍ଷେତ୍ରରେ କାମ ବି କରିଛନ୍ତି। ତ ଆଜ୍ଞା କିଶୋରର ଟ୍ରେନିଂ 25 ତାରିଖ ଦିନ, 25 ଅଛି ବୋଧେ ରବିବାର, ହଁ 25 ତାରିଖ ହଁ ଅଛି, ସାର୍ 25 ତାରିଖ ଦିନ ସେ କିଶୋରର ଟ୍ରେନିଂ ହବ, ଦିନ 10ଟା ବେଳେ ହବ। ତ ସେଥିଲାଗି ଆମେ ଲେଡି ଟ୍ରେନର ଯେହେତୁ, ଆମେ ତାଙ୍କ ସହିତ ବି କଥା ହେଇପାରିବା, ସ୍କିନ୍ ଉପରେ ବି କଥା ହେଇପାରିବା, କିଶୋର ଉପରେ ବହୁତ ସାରା ବି ତାଙ୍କ ପାଖରେ ନଲେଜ ବି ଅଛି, ସେ ନଲେଜକୁ ବି ଆମେ ନେଇପାରିବା। ତ ତା ଉପରେ କରିପାରିବା। ତ ଏ ମାସର ଆଉ ରବିବାର ତ ଆମ ପାଖରେ ଆଉ ନାହିଁ, କିନ୍ତୁ ରବିବାର ଛଡା ବି ଆମେ ଯୋଉଦିନ ବି ଆମେ ଚାହିଁବା ତାହେଲେ ଆମେ ହଁ କରିପାରିବା। ଆମେ ସନ୍ଧ୍ୟାରେ ବି କରିପାରିବା, ସକାଳେ ବି, ମାନେ କୋଉଠି ବି ଆମର ଟାଇମ ନେଇକି କରିପାରିବା। ଆଜ୍ଞା ହିମୋଗ୍ଲୋବିନ ର ଟେଷ୍ଟ ତ ଦିନ 11ଟା ପରେ, ଯେତେବେଳେ ଆଉ ମହିଳାମାନେ ସମସ୍ତେ ଫ୍ରି ହଉଛନ୍ତି, ଆମେ ତ ସେତେବେଳେ ବି କରିଦେଇ ପାରିବା, ହିମୋଗ୍ଲୋବିନ ର ଟେଷ୍ଟ ବି କରିଦେଇ ପାରିବା। କିନ୍ତୁ ଆଜ୍ଞା ପ୍ରଥମ କଥା ହଉଛି ଯେ ସଂଗଠନ, ଆମେ ଜଣକୁ ଡାକିବା, ଏତେ ଦୂରରୁ ଜଣେ ଆସିବେ, ତ ତାଙ୍କର ଭାବନା ହବନି ଯେ ଏମାନେ କିଛି ଅର୍ଗାନାଇଜ କରିପାରିଲେନି। ତ ସେଥିଲାଗି ଅର୍ଗାନାଇଜ କରିବା ନିହାତି ଦରକାର। ମିନିମମ୍ ଆଗରୁ ଆମେ ଯଦି 100 ଲୋକଙ୍କର ତିଆରି କରିବା, ତାହେଲେ 50 ତ ଆସିବେ ହିଁ ଆସିବେ। ତ ଇଏ ତ ଫାଇନାଲ। ଆଉ ୟା ଦ୍ୱାରା ସାଂସଦ ଯେମିତି କହିଲେ କି ଆ, ଆମର ହେଲ୍ଥ ଚେକଅପ ଦ୍ୱାରା କି ଆମର ଯୋଉ ପ୍ରଡକ୍ଟ ବି ଯୋଉଟା ସେୟାରିଂ ବି ହେଇଯିବ, ସେଟା ଗୋଟେ ବହୁତ ବଡ କାମ ବି ହେଇପାରିବ। ଆପଣ ମାନଙ୍କର ଯୋଉ 5000 PV ଏଲଡିପି, ଲିଡରସିପ ଡେଭଲପମେଣ୍ଟ ପ୍ରୋଗ୍ରାମକୁ ଏଣ୍ଟ୍ରି କରିବା ପାଇଁ, ତ ଆପଣ ଆଜ୍ଞା ଯୋଉ 15,000 PV ଆମକୁ 3 ମାସରେ ଦରକାର। ତ ଆଜ୍ଞା ଏଥିରେ ମୁଁ ତ ଦେଖୁଛି ଯେ 6,750 ଟଙ୍କାର ନ୍ୟୁଟ୍ରି ଚାର୍ଜର ପ୍ରଡକ୍ଟ ପରଚେଜ କରିଦେଲେ, ଇଏ ତ 5,000 PV ଖୁସିରେ ବି ହେଇଯାଉଛି। ହୁଁ ଆଉ ସାର୍ ତା ସହିତ ଆମର ହିମୋଗ୍ଲୋବିନ୍ କୁ ବଢେଇବା ପାଇଁ ନ୍ୟୁଟ୍ରିଚାର୍ଜ ଓମେନ୍ ଅଛି, ନା ନ୍ୟୁଟ୍ରିଚାର୍ଜ ଭେଜ ଓମେଗା ଅଛି, ତା ସହିତ ଆମ ପାଖରେ ନ୍ୟୁଟ୍ରିଚାର୍ଜ ପ୍ରୋଡକ୍ଟ, ପ୍ରୋଟିନ, ବହୁତ ସାରା ପ୍ରୋଟିନ ବି ଅଛି। ତା ସହିତ ବି ଆଣ୍ଟିଅକ୍ସିଡେଣ୍ଟରେ ଆମ ପାଖରେ ପାୱାରଫୁଲ ନ୍ୟାଚୁରାଲ ଆଣ୍ଟିଅକ୍ସିଡେଣ୍ଟ ଆମର ଗାମା ରାଇଜିନଲ ବି ଅଛି। ତ ଇଏ ଯଦି ଗୋଟେ ବହୁତ ଭଲ ରେଜଲ୍ଟ ବି ଦେଇ ପାରିବ। କିନ୍ତୁ ଆମେ ସ୍ୱାସ୍ଥ୍ୟ କ୍ରାନ୍ତି ହିସାବରେ ୟାକୁ ନବା ନିହାତି ଦରକାର। ତ ସାର୍ ଏଥିରେ ଆମେ ମାନେ ଆଗକୁ ବଢିପାରିବା, ଆଉ ବହୁତ ସାରା ସମାଜର ଉନ୍ନତି ବି କରିପାରିବା। ସେଇ କଥା ବି ମୁଁ ସବୁବେଳେ କହେ ଯେ ଦୁନିଆକୁ ଆସିଛେ ତ କେବଳ ଯେ ନିଜର ପରିବାର ନିଜରେ ଆମେ ଏ ସବୁ କରିକି ରହିଯିବାନି, ଆମେ ବି ଏ ସମାଜ ପାଇଁ ବି କିଛି କରିବା, ତାକି ଏ ଦୁନିଆ ବି ଆମକୁ ସବୁଦିନେ ମନେ ରଖିଥିବ ଯେ ଆସିଥିଲେ ଏଠି ହେଲ୍ଥ ସ୍ୱାସ୍ଥ୍ୟ କ୍ରାନ୍ତି ଉପରେ କଥା ହଉଥିଲେ, ଆମର ହିମୋଗ୍ଲୋବିନ୍ ଏତେ ଲୋକଙ୍କର କମ ଥିଲା, ତ ସେମାନଙ୍କର ଏତେ ଡେଭଲପମେଣ୍ଟ ହେଲେ, ତ ଗୋଟେ ସବୁଦିନ ପାଇଁ ରହିଯିବ। ତ ସେଥିଲାଗି ଆମେ ଯୋଜନା କରିବା ନିହାତି ଦରକାର। ଆଉ ସବୁଠୁ କଥା ହଉଛି ଯେ ସେଦିନ ବି ଆମେ ଡିସ୍କସନ କରିଥିଲେ ପ୍ରତ୍ୟେକ ଦିନ ଯେ ପ୍ରତ୍ୟେକ କାମ କରିବା ପାଇଁ ଆମର ମୁଡ୍ ଦରକାର। ଆଜି ଦେଖ ଆଜ୍ଞା ଭାବନା କାହିଁକି ଆସୁଛି? ଏ ଭାବନା ଆସୁଛି ଆମେ ଗୁରୁକୁଳରେ ବସିଲେ ବୋଲି ତ ଏ ଭାବନା ଆସିଲା। ଆଜ୍ଞା ଗୁରୁକୁଳ ବିଚାରକୁ ନେଲେ ବୋଲି ତ ଆସିଲା। ତ ଆମ ଟିମରେ ଯଦି ସମସ୍ତେ ଗୁରୁକୁଳକୁ ଆସିଯାଆନ୍ତେ, ତାହେଲେ ତାଙ୍କ ମନରେ ବି ଏ ଭାବନା ଆସିଯାଆନ୍ତା। ଆଜ୍ଞା ତ ସାର୍ ଏଇ ଯୋଉ ବିଜେ କମ୍ବୋଟା କେମିତି ଖାଇବେ? କାଲି ନ୍ୟୁଟ୍ରିଚାର୍ଜ ଆମେ ବିଜେ, ଯାଇକିରି ଆଜ୍ଞା ନ୍ୟୁଟ୍ରିଚାର୍ଜ ବିଜେ, ହଁ ଆଜ୍ଞା ଆଣିଛନ୍ତି, ନୟନ ସାର୍ କାଲି ଆଣିଛନ୍ତି ତାଙ୍କର ଆଣ୍ଠୁ ଇଏ ପାଇଁ। ଆଜ୍ଞା। ଆଉ କେମିତି କଣ ଖାଇବା କଥା? ହଁ ଆଁ, ଆକ୍ଚୁଆଲି ଆଁ, ନ୍ୟୁଟ୍ରିଚାର୍ଜ ବିଜେ ଆକ୍ଚୁଆଲି 40 ବର୍ଷ ଉପରକୁ ସବୁ ସମସ୍ତଙ୍କୁ ଦରକାର। ଯୋଉମାନଙ୍କର ଆଜ୍ଞା 40 ବର୍ଷ ଏଭବ ହେଇଗଲା, ହୁଁ ତ ହୁଁ ସମସ୍ତଙ୍କୁ ଦରକାର। ଆଉ ସମସ୍ତେ ବର୍ଷରେ 3 ମାସ ଖାଇଦେବା ଦରକାର। ଆ, 3 ମାସ ନୟନ ସାରଙ୍କୁ କହିବେ କି ଆଫ୍ଟରନୁନରେ ମାନେ 5ଟା 6ଟା ବେଳକୁ
कौन टिके बिस्किट कि कौन हल्का खाद्य खाइकी गोटे टाब्लेट खाइदेवे कम्बो पैक रो टाब्लेट गोटे आउ तार जो पाउच अच्छी पाउच को ଆଜ୍ଞା पानी रे किंबा क्षीर रे गोलेकी जेमती तांको भल लागिवो तो ताको पी ଆଜ୍ଞା एतिकी होची काम आउ ता सहित ओमेगा 3 निहाती दरकार ओमेगा 3 टा सकाळ जळखिया परे गोटे लेखे खाइबा दरकार ସାର୍ ଖାଉଛନ୍ତି ଭେଜ ଓମେଗା ଖାଉଛନ୍ତି ଭେଜ ଓମେଗା କାହିଁକି ଭେଜ ନା ଦେଖନ୍ତୁ ଆମ ଶରୀର ଭିତରେ ଯୋଉ ସେଲ୍ ଗୁଡା ଅଛି ସେ ସେଲ୍ ଉପରେ ଆଜ୍ଞା ଯୋଉ ମେମ୍ବ୍ରାନ୍ ଅଛି ମେମ୍ବ୍ରାନ୍ ମାନେ ତା ଉପରେ ଯୋଉ କୋଟିଂ ଟା ଅଛି ସେଲ୍ ର ଯୋଉ ଉପର କୋଟିଂ ଟା ସେଟା ଯଦି ହାର୍ଡ ହେଇଗଲା ତା ଭିତରେ ଆଜ୍ଞା ଆମର ଭାଇଟାମିନ୍ ମିନେରାଲ୍ସ କି କଣ ଭଲ ଜିନିଷ ଯାଇପାରିବ ନାହିଁ ତ ତା ଭିତରକୁ ଯିବା ପାଇଁ ସେଇଟା ଫ୍ଲେକ୍ସିବଲ ହବା ଦରକାର ମାନେ ଆ- ସଫ୍ଟ ହବା ଦରକାର ତ ସେ ଆଜ୍ଞା ସଫ୍ଟ ହବା ପାଇଁ ଆମକୁ ନ୍ୟୁଟ୍ରିଚାର୍ଜ ଭେଜ ଓମେଗା ନିହାତି ଦରକାର ତ ସେଥିଲାଗି ଆଜ୍ଞା ନ୍ୟୁଟ୍ରିଚାର୍ଜ ଭେଜ ଓମେଗା ଖାଇବା ଦ୍ୱାରା କଣ ହୁଏ ନା ଆମର ସେଲ୍ ର ମେମ୍ବ୍ରାନ୍ ଗୁଡା ଫ୍ଲେକ୍ସିବଲ ହୁଏ ତାକି ତା ଭିତରେ ଏଣ୍ଟ୍ରି କରିছে ଆମେ ଯାହା ଖାଉଥିବା ତା ଭିତରେ ଏଣ୍ଟ୍ରି କରିଦେବେ ହେଲେ କଣ ହବ ସିଏ ତାର ଆକ୍ଟିଭିଟିଜ ବହୁତ ବଢିଆ ଦେଖେଇବ ତ ଆଜ୍ଞା ଇଏ ହଉଛି ବହୁତ ବଡ କଥା ହଁ ସେଇଠି କଥା ଉଠୁଛି ଦେଖନ୍ତୁ ଆପଣମାନଙ୍କୁ ପୁଣି ଥରେ ଅନୁରୋଧ ଯେ ଗୁରୁକୁଳକୁ ପ୍ରମୋଟ କରନ୍ତୁ ଯେ ଗୁରୁକୁଳ ଆରସିଏମ ରେ ଜଏନ କରିବା ଆଉ ଗୁରୁକୁଳକୁ ଜଏନ ନ କରିବା ତ ହେଲା ଆରସିଏମ କରିବା ସହିତ ମାନେ ଆରସିଏମ କରିବା ନ କରିବା ସାଙ୍ଗରେ ସମାନ କାହିଁକି ନା ଯୋଉ ଭାବନା ଆସୁଛି ଗୁରୁକୁଳରେ ବସିଲେ ଟିସି ସାରଙ୍କ କଥା ଶୁଣୁଛେ ପୁରା ଭାରତ ବର୍ଷର ଲୋକଙ୍କର କଥା ଶୁଣୁଛେ ଏକ୍ସପର୍ଟ ମାନଙ୍କର କଥା ଆମେ ଶୁଣୁଛେ ତ ଇଏ କଥାକୁ ଆଜ୍ଞା ଆମେ ଗୁରୁକୁଳରେ ବସିଲେ ତ ଆମେ ଜାଣିପାରିବା କାଲି ଥିଲା ମେଡିଟେସନ ପ୍ରୋଗ୍ରାମ ଆଜି ଅଛି ସ୍ୱାସ୍ଥ୍ୟ କ୍ରାନ୍ତି ଉପରେ ତ ପ୍ରତ୍ୟେକ ଦିନ କିଛି ନା କିଛି ତ ହଉଛି ତ ଆମେ ସାର୍ ମେନ୍ କଥା ହେଲା କଣ କି ସକାଳ ଟାଇମ ଟା ମେନ୍ ହେଲା ସାଙ୍ଗେ ସାଙ୍ଗେ ଗୁରୁକୁଳ ସରୁ ସରୁ ଏଇଟା ଆସୁଛି ହେଲା ବେଳକୁ ଯାହାର ଯାହା କାମ ରହୁଛି ସେଇଥିପାଇଁ କେହି ବସି ପାରୁନଥିବେ ଏଇଟା ସତ କଥା ସାର୍ ଆଉ ଠିକ କିଛି କଥା ନାଇଁ ସେଇଟା ଠିକ ଯଦି କଥା ଆମର ସନ୍ଧ୍ୟା ନାଇଁ ବେଳେ ଇଏ ଆଉ ତ ଗୋଟେ ପ୍ରୋଗ୍ରାମରେ ରଖନ୍ତେ ତାହେଲେ କିଏ ହେଲେ କିଏ ବସି ପାରନ୍ତା ସେଇଥିରେ ଆଜ୍ଞା ଆଜ୍ଞା ନାଇଁ ଠିକ କଥା ଆପଣ କହିଲେ ଦେଖନ୍ତୁ ଇଏ ତ ଗୁରୁକୁଳର ଶାଖା ଆଜ୍ଞା କିନ୍ତୁ ଗୁରୁକୁଳ ପାଇଁ ମେନ୍ ଗୁରୁକୁଳରେ ବସିବା ଦରକାର ନାଇଁ ହଁ ନାଇଁ ସେପଟେ ହଁ ଆପଣ କୁହନ୍ତୁ ନାଇଁ ନାଇଁ ଜେଣ୍ଟସ ମାନଙ୍କର ବେଶୀ କିଛି କାମ ନାହିଁ ପ୍ରକୃତ ଲେଡିଜ ମାନଙ୍କର ବହୁତ କାମ ସିଏ ତ ମାନେ ହୋମ ମେକର ଖାନା ପ୍ରସ୍ତୁତ କଲେ ସବୁ ହବ ଖାଇ ବୁଝିପାରିଲେ ନାଇଁ ପୂଜା ସେଇଟା ତ ପୂଜି ଠିକ ପୁଣି କଥା ଅଛି ମୋ ସିନା ମୋ ଗୁରୁଦେବ ପୂଜା କରିଦଉଛନ୍ତି ବୋଲି ମୁଁ ଟିକେ ଲେଟ ରେ ପୂଜା କରୁଛି ହଁ ଠିକ କଥା ଅପା ନମସ୍କାର ନାଇଁ ସେଇଟା ବୁଢୀ ଆୟୁଷ୍ମତୀ ଭବ ନାଇଁ ସେଇଟା ଆ କଥା କାଲି କଣ କାଲି ପୁରା ନାଇଁ ପୁରା ବୁଲିଛନ୍ତି ଜୋରେ ଅଣ୍ଡ୍ରାଲ ହେଇକିରି ଅପା ଆଉ ନାଇଁ ମୁଁ ସେଇ କଥା କହୁଛି ନାଇଁ ଆକ୍ଚୁଆଲି ଅପା ଏକ୍ଜାକ୍ଟଲି କଥା ହଉଛି ଏଇଆ ଯେ ଭାଇ କରିଦଉଛନ୍ତି ବୋଲି ଆପଣ କରୁନାହାନ୍ତି ସେଟା ନୁହେଁ କଥା ସେଠି ନାହିଁ କଥା ହଉଛି ଆପଣଙ୍କ ମାଇଣ୍ଡରେ ରହୁଛି ଆପଣ ଟାଇମକୁ ଆଡଜଷ୍ଟ କରୁଛନ୍ତି ଏଇଟା ହଉଛି ସବୁଠୁ ବଡ କଥା ଆପଣ ଟାଇମକୁ ଆଡଜଷ୍ଟ କରୁଛନ୍ତି ବୋଲି ସବୁ କାମକୁ ଠିକ ଭାବରେ ହେଇପାରୁଛି ଆଉ ଏଇଟା ହଉଛି କଣ ଟାଇମ ମ୍ୟାନେଜମେଣ୍ଟ ଶିଖଉଛନ୍ତି ଆପଣ ତ ଇଏ ଟାଇମ ମ୍ୟାନେଜମେଣ୍ଟ ଦ୍ଵାରା ହିଁ ଏ କାମ ସବୁ ହେଇଯାଇ ପାରୁଛି ନାଇଁ ନାଇଁ ସତପଜାକୁ ବି ଠିକ କହିଲେ ମୁଁ ସବୁବେଳେ ଟାଇମ ମ୍ୟାନେଜମେଣ୍ଟ ମୁଁ କରିଥାଏ ଆଉ କେତେବେଳେ କାହାକୁ କଣ ଟାଇମ ଦେବି ମୋ ନାତି ମାନଙ୍କୁ କେତେବେଳେ ଟାଇମ ଦେବି ମୋ ଝିଅକୁ କେତେବେଳେ ଟାଇମ ଦେବି ଆଚ୍ଛା ଘର ଲୋକ ଶତପତି ବାବୁ, ଗୋଟେ ଗୋଟେ ମୋର ସଜେସନ ମୁଁ ଦେଇଥିଲି ଆଉ ଥରେ ବି ପୂର୍ବେ ଯେ ଏଇ ଯୋଉ ଗୁରୁକୁଳ ପରେ ଏଇଟା ଆରମ୍ଭ ହଉଛି ଏବେ ମ୍ୟାଡାମ ଯୋଉ କହିଲେ ସକାଳେ ତାଙ୍କର ସମୟ ଦେଇପାରୁନାହାନ୍ତି ଅନେକ ବି ଦେଇପାରୁନାହାନ୍ତି ଏକାଥରେ 1.5 ଘଣ୍ଟା ତ ତେଣୁ ଏଇ ସମୟଟାକୁ ଗୋଟେ ପରିବର୍ତ୍ତନ କରୁନାହାନ୍ତି ଯୋଉଥିରେ ସମସ୍ତେ ବସିପାରିବେ ଆସିପାରିବେ ଏକ ସମୟ ଏକ ଆକାରରେ 1.5 ଘଣ୍ଟା ସକାଳୁ ସକାଳୁ ମାନେ ବହୁତ କାମ ତ ଘରେ ଅଛି ପ୍ରକୃତରେ ଅନ୍ୟାନ୍ୟ କାମ ବି ଅଛି ତ ତେଣୁ ଯଦି ଏଇ ଟାଇମ ଟାକୁ ସେଇ ସନ୍ଧ୍ୟା ବେଳେ 6ଟା ବେଳେ କି 3ଟା ବେଳେ ସନ୍ଧ୍ୟା ବେଳେ ଦେବେ ସେମିତି ଗୋଟେ କିଛି କରନ୍ତୁ 3 ମାସ ହେଇଗଲାଣି ତ ସଂଖ୍ୟା ବି ବଢି ପାରୁନି ସେଇ 7-8 ଜଣ 9 ଜଣ 10 ଜଣ ଭିତରେ ରହିଯାଉଛି ୟାର ଗୋଟେ କିଛି ଗୋଟେ ଆଉ ଗୋଟେ କିଛି ପ୍ଲାନିଂ କରିବା ନା ଏଇଭଳି ଭାବେ ଚଲେଇଥିବା ଆପଣ ମାନେ ସବୁ ବସିଛନ୍ତି ଏବେ ଏଇ କଥା ଟିକେ ବିଚାର କରନ୍ତୁ 3 ମାସ ହେଇଗଲାଣି
ଆମର ସେଇ 10-12 ଜଣ ଭିତରେ ରହୁଛି, ସେଇ ଆରତୀ ମ୍ୟାଡାମ, ସେଇ ପ୍ରେମାନନ୍ଦ ମ୍ୟାଡାମ, ମିନତି ମ୍ୟାଡାମ, ସେଇମାନେ ଖାଲି କେବଳ ସେଇମାନେ ବସିଛନ୍ତି। ଏବେ ଯୋଉ ପ୍ରୋବ୍ଲେମ ଟା କହିଲେ ଯେ ସକାଳୁ ପ୍ରକୃତରେ ସମୟ ତାଙ୍କର ଅନ୍ୟାନ୍ୟ କାମରେ ବ୍ୟସ୍ତ ରହୁଛନ୍ତି, ଏକାଥରେ 1.5 ଘଣ୍ଟା ବସିବା ସମୟ ସେଇଟା ବି ସମ୍ଭବ ନୁହେଁ। ଆମେ ପ୍ରେସର କରିକି ମୋଟିଭେସନ ଦେଇକି କହିଲେ ବି ସେଇଟା ପ୍ରାକ୍ଟିକାଲି ହବନି ନା। ତେଣୁ ବିଚାର କରନ୍ତୁ ଆପଣ ମାନେ ଯେ ଏଇ ଟାଇମ ଟାକୁ କେତେବେଳେ କଲେ ଠିକ ହବ। ଯାହା ଦ୍ୱାରା କି ଆଉ ଗୋଟେ କଥା ହବ କଣ, ଯୋଉମାନେ ଗୁରୁକୁଳ ଦେଖିଲେ ସମୟରେ ସକାଳେ ଭଲ, ଯୋଉମାନେ ନ ଦେଖି ପାରିଲେ ସେମାନେ ଦିନ ଭିତରେ ଭିଡିଓ ଟାକୁ ଦେଖି ଦେଇ ପାରିବେ, ଯାହା ଦ୍ୱାରା କି ସେମାନେ ସଂକଳ୍ପ କଥାଟାକୁ ଆମର ଭିଡିଓରେ ଦେଖିପାରିବେ। ଭିଡିଓ ଦେଖି ସାରିଲା ପରେ ଗୁରୁକୁଳର ସେଇ ଯୋଉ କଥାଟାକୁ ପୁଣି ସେଇ ଯୋଉ କଥାଟା ଯେ ଏଇଟା କରିବା ଉଚିତ ସେଇଟା କରିବା ଉଚିତ ଏମିତି ଆଜି ଶିଖିଲୁ, ଆମେ ସେଇ ଶିଖିଲୁ କଥାଟାକୁ ଆଉ କହିକି କିଛି ଲାଭ ନାହିଁ। ଆମେ ଶିଖିକିରି କେମିତି କାର୍ଯ୍ୟ କରିବା, ସଂକଳ୍ପ ନବା। ଏବେ ଆମର କଥା କହିବାର ଢଙ୍ଗଟାକୁ ବଦଳେଇବାକୁ ପଡିବ। ଆମେ କଣ ଶିଖିଛେ ଆଉ କଣ ଆମେ କରିବା। ଆମେ କଣ ଶିଖିଲେ, ଯଦି 10 ଜଣ ବସିଛି 10 ଜଣ ଯାକ କହିବେ ଯେ ଆମେ ଏଇ କଥା ଶିଖିଲୁ, ତାହେଲେ ସେଇ କଥାକୁ ରିପିଟ ହବ, ସମୟ ଚାଲି ଯାଉଛି ପ୍ରାୟ। ତେଣୁ ଶିଖିବା ବଦଳରେ ଆପଣ କହନ୍ତୁ ଯାହା ଆମେ ଶିଖିଛୁ, ଆପଣ ମାନେ ସବୁ ଆମେ ସବୁ ଜାଣିଛେ, ତେଣୁ ଆମେ ଏଇ କାମ କରିବା, ସଂକଳ୍ପ ନବା। ଆଉ ସମୟଟା ଉପରେ ଟିକେ ଚିନ୍ତା କରନ୍ତୁ ଯେ କୋଉ ସମୟଟା ଠିକ ହବ। ମୋର ଗୋଟେ ସଜେସନ, ଆପଣମାନେ ଯାହା ଠିକ କରିବେ, କିନ୍ତୁ ପ୍ରକୃତରେ 1.5 ଘଣ୍ଟା ବସି ପାରୁନାହାନ୍ତି ବୋଧେ, ସେଇଥିପାଇଁ ଆସି ପାରୁନାହାନ୍ତି। ଠିକ କଥା ସାର୍, ଏଇଟା ଆପଣ ଠିକ କଥା ବି କହୁଛନ୍ତି ଯେ ସକାଳୁ ୱାର୍କଲୋଡ ଯେତିକି ରହିଯାଉଛି ତ ସମସ୍ତେ ରହିବାଟା ହଉନି। କିନ୍ତୁ ଆଉ ଗୋଟେ କଥା କହିବାକୁ ଗଲେ କି ଆମେ ପ୍ରତ୍ୟେକ ଦିନ ତ ଫିଲ୍ଡ ୱାର୍କ ତ କରୁଛେ, ତ କୋଉଦିନ ଆମେ ଠିକ ସମୟରେ ପହଞ୍ଚି ପାରିବା ନ ପାରିବା, ତ ଆଉ କିଏ ଜଣେ ଯେ କିଏ ମ୍ୟାନେଜ ଟିକେ କରିପାରନ୍ତେ ତ ମୁଁ ଅନ୍ କରିଦିଅନ୍ତି, ତ ସେଟା ହେଲେ ହବ। ଧରି ନିଅନ୍ତୁ ହଁ ଆଜି ମୁଁ ସେଇଟା ବି ବାଲିପୁର ନା ଯାଉଛି। ଏ ଯୋଉ କଥା ବି ଆପଣ କହିଲେ ସେଇଟା ବି ଠିକ କଥା। ଏଇ 3 ମାସ ଭିତରେ ସବୁଥର ଆପଣ କରିବେ, ମ୍ୟାନେଜ କରିବାଟା, ହୋଷ୍ଟିଂ କରିବାଟା, ଅନ୍ୟ ସାହୁ ବାବୁଙ୍କୁ, ଅମି ବାବୁଙ୍କୁ, ଆରତୀ ମ୍ୟାଡାମଙ୍କୁ ଏଗୁଡା ସବୁ ଦାୟିତ୍ୱ ଦେବାର କଥା। ସେମାନେ ତାକୁ କରିବେ। ତ ଏମାନେ ଶିଖିଗଲେଣି ସବୁ, 3 ମାସ ଭିତରେ ତ ବହୁତ ଶିଖିଗଲେଣି। ଏବେ ସେମାନେ କରିବେ, କରିବା ଉଚିତ। ଆଉ ସବୁଥର ଗୋଟେ ଟିସିଜି ନିଜେ କରୁଛନ୍ତି, ଅନ୍ୟମାନେ ତ ହୋଷ୍ଟିଂ କରୁଛନ୍ତି ନା। ଟିସିଜି ଯେତେବେଳେ ଗୁରୁକୁଳ 4 ବର୍ଷ ତଳେ ଆରମ୍ଭ କରିଥିଲେ, ସେ ଏକୁଟିଆ ସବୁ କରୁଥିଲେ। ତାପରେ ଧୀରେ ଧୀରେ ଅନ୍ୟମାନେ କରିବା ଆରମ୍ଭ କଲେ। ଆଉ ଯୋଉଠି ଯୋଉଠି ବି ସବୁ ଆରମ୍ଭ କରିଛନ୍ତି ଲିଡର ମାନେ, ସେମାନଙ୍କର ଟିମରେ ଯୋଉମାନେ ଡୁପ୍ଲିକେଟ କରିବା କାମ, ଡୁପ୍ଲିକେଟ ନହେଲେ ଚଳିବ କେମିତି? ଆପଣ ଯେ ସବୁବେଳେ କରିବେ ତା ତ ନୁହେଁ। ତେଣୁ ଆରତୀ ମ୍ୟାଡାମ କରିବେ କେତେବେଳେ, ସାହୁ ବାବୁ କରିବେ କେତେବେଳେ, ଆମେ ବାବୁ କରିବେ କେତେବେଳେ, ସୁଶାନ୍ତ ବାବୁ କରିବେ। ଏମିତି ସିନିୟର ସବୁ ହେଇଗଲେଣି, ତ ସେମାନେ ଏଇ ସବୁ ହୋଷ୍ଟିଂ କରିପାରିବେ ନା, କିଛି ଅସୁବିଧା ନାହିଁ, କରିପାରିବେ। ତ ତେଣୁ ଗୋଟେ ଟାଇମ ଚିନ୍ତା କରିକିରି କରନ୍ତୁ, ସମସ୍ତଙ୍କର ମତାମତ ନେଇକିରି ଯେଟା ଭଲ ହେଇପାରେ ବୋଧେ ମୁଁ ଭାବୁଛି। ଆଜ୍ଞା, ବହୁତ ବଢିଆ କଥା ସାର୍, ବହୁତ ବଢିଆ ସଜେସନ। ତ ସମସ୍ତେ ନିଜ ନିଜର ଟିମ୍ ସହିତ କଥା ହୁଅନ୍ତୁ, ଆଉ ଟାଇମିଂ ଯୋଉ ହିସାବରେ ଆମେ ରଖିବାକୁ ଚେଷ୍ଟା କରିବା, ତ ସମସ୍ତେ ମିଶିକି କରିବା। ଆଉ ଯୋଉ ହିସାବରେ କାଲି ଏଇ ଟାଇମିଂ ରହିବ, ଆଉ ଯୋଉ ଟାଇମିଂ ଆପଣଙ୍କ ଟିମ୍ ସହିତ କଥା ହେଇଥିବେ, ସେ ଟାଇମ ଆପଣ ମାନେ କହିଲେ ପୁଣି ସେଇ ଟାଇମକୁ ଆମେ ଚେଞ୍ଜ କରିବା, ଗୁରୁକୁଳ ଶାଖାକୁ ଚେଞ୍ଜ କରିବା। ତ ଆଜି ତ ଅଲରେଡି ସମୟ ହେଇଯାଇଛି। ସାର୍ ସାର୍ ହଁ। ସାର୍ ଫେବୃଆରୀ 1 ରୁ କରିବା, ଅବିକା ଏଟା ଚାଲିଥାଉ, ସମସ୍ତେ ଜାଣିବେ ଯେ ଆମେ ଓ ଫେବୃଆରୀ 1 ରେ ଫେବୃଆରୀ, ଆଚ୍ଛା, ବହୁତ ବଢିଆ କଥା। ସେ ତ ନାଇଁ ଏଇଟା ମନୋଜ ବାବୁଙ୍କର ପର୍ସନାଲି ମତାମତ ଦେଲେ, ସଜେସନ ଦେଲେ, ତା ମାନେ ନୁହେଁ ଯେ ସେଇ କଥାକୁ ଆମେ ମାନିବା ସମସ୍ତେ। ଆଉ ଅନ୍ୟମାନଙ୍କର ବି ମତାମତ ଅଛି। ମନୋଜ ବାବୁଙ୍କର ଏଇ ପରାମର୍ଶ ପାଇଁ ଧନ୍ୟବାଦ। ଅନ୍ୟମାନେ ବି ମତାମତ ଦେବେ, ତେଣୁ ଆଲୋଚନା କରିକିରି କାଲିକି ସବୁ କହିବେ। ହଁ, ଟିମ୍ ସହିତ ଡିସ୍କସନ କରନ୍ତୁ ଯେ କୋଉ ସମୟରେ ସମସ୍ତେ କମ୍ଫର୍ଟେବୁଲ ହେଇପାରୁଛନ୍ତି ଆଉ ସମସ୍ତେ ଆସିପାରୁଛନ୍ତି, ତ ଆମେ ସେଇ ସମୟରେ ହିଁ ରଖିବା। ଆଉ ଆଜି ଦିନ ସାରା ଆମେ ଟିମ୍ ସହିତ ଯୋଗାଯୋଗରେ ରହିବା, ତ କାଲିକି ଏ ବିଷୟରେ ଆମେ କଥା ହବା। ଓକେ, ଆଜି ତ ସମୟ ହେଇଯାଇଛି, ପୁଣି ରଖିବା, କାଲି ପୁଣି ଦେଖା ହବା। ନମସ୍କାର, ଜୟ ଆରସିଏମ। ଜୟ ଆଶ୍ରୀମ, ଜୟ ଆଶ୍ରୀମ। ଜାଣିଲ?